ମୁଁ ସୌମ୍ୟ ରଞ୍ଜନ ପ୍ରଧାନ ଆଡଭୋକେଟ ଓଡ଼ିଶା ହାଇକୋର୍ଟ। ଆମର ଗୋଟେ ଏବେ ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ନିକଟରେ ସିନିୟର ସିଟିଜେନ ହଜବାଣ୍ଡ ଆଉ ୱାଇଫ ତାଙ୍କର ଗୋଟିଏ ଏକମାତ୍ର ପୁଅ ସେମାନଙ୍କୁ ପୁଅ ଆଉ ବୋହୂ ବହୁ ବର୍ଷ ଧରି ତାଙ୍କୁ ନିର୍ଯାତନା ଦଉଥିଲେ, ଯିଏକି ତାଙ୍କ ଜୀବନ କାଳ ଭିତରେ ସେ ସିନିୟର ସିଟିଜେନ ଜାଗା ନିଜ ସ୍ୱ ଉପାର୍ଜିତ ଧନରେ ସେ ତାଙ୍କ ଜାଗା ଏବଂ ଘର କରିଛନ୍ତି। ବୃଦ୍ଧ କାଳେ ବାପା ମାଙ୍କୁ ପୋଷିବା ଏବଂ ସେମାନେ ସେବା କରିବା ପିଲାମାନଙ୍କର କର୍ତ୍ତବ୍ୟ, କିନ୍ତୁ ସେମାନେ ତାହା ନ କରି ସେମାନେ ଏମିତିକି ହାତ ଉଠଉଥିଲେ। ଇଏ ସବୁଦିନ ମରି ମରି ବଞ୍ଚୁଛନ୍ତି। ଆସିଥିଲେ ଯେତେବେଳେ ମୋ ପାଖକୁ କହୁଥିଲେ ସାର୍ ଆମେ ସବୁଦିନ ମରି ମରି ବଞ୍ଚୁଛୁ। ସେମାନେ ଯେତେବେଳେ ଆସିଲେ ଆମେ ହାଇକୋର୍ଟରେ ଗୋଟେ ଫାଇଲ କରିଦେଇଛୁ। ପୋଲିସ ପ୍ରଶାସନଙ୍କ ପାଖକୁ ବି ବହୁତ ଥର ଯାଇଛନ୍ତି ଏବଂ ପୋଷ୍ଟାଲ ବି ପଠେଇଛନ୍ତି, କେହି ତାଙ୍କ ଗୁହାରି ଶୁଣି ନାହାନ୍ତି। ଅନରେବୁଲ ହାଇକୋର୍ଟ ମାନ୍ୟବର ଜଷ୍ଟିସ ସାବିତ୍ରୀ ରଥ କୋର୍ଟରେ ଆସିଥିଲା ସିଆରଏଲଏମପି ଆମେ ଫାଇଲ କରିଥିଲୁ ପୋଲିସ ଏଗନେଷ୍ଟରେ। ସେଥିରେ ଅନରେବୁଲ ଜଷ୍ଟିସ ଅର୍ଡର କଲେ ଯେ ସିନିୟର ସିଟିଜେନ ମାନଙ୍କୁ ଯଦି ପୁଅ ଆଉ ବୋହୂ ମାନେ ନିର୍ଯାତନା ଦିଅନ୍ତି ତାଙ୍କ ଏଗନେଷ୍ଟରେ ଯୋଉ ସିନିୟର ସିଟିଜେନ ଆକ୍ଟ ଅଛି 2007 ଏବଂ ଭରଣ ପୋଷଣ ନିୟମ ସିନିୟର ସିଟିଜେନଙ୍କ 2009 ଅନୁଯାୟୀ ଆଉ ସେମାନେ ଅଭିଯୋଗ କରିପାରିବେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପିଙ୍କ ପାଖରେ। ପୋଲିସର ପ୍ରାଥମିକ ଦାୟିତ୍ୱ ହେଉଛି ସେଥିରେ ଅନରେବୁଲ ହାଇକୋର୍ଟ କହିଛନ୍ତି ସିନିୟର ସିଟିଜେନ ମାନଙ୍କ ସୁରକ୍ଷା ପ୍ରାଥମିକ ଦାୟିତ୍ୱ ସେମାନଙ୍କର। ଏଇଟା ନିହାତି ଗୋଟେ ଅନରେବୁଲ ମାନ୍ୟବର ହାଇକୋର୍ଟଙ୍କର ଯୋଉ ଅର୍ଡର ଜଜମେଣ୍ଟ କରିଛନ୍ତି ସେଟା ଗୋଟେ ସେମାନଙ୍କ ପାଇଁ ଶିକ୍ଷା ଏବଂ ବାପା ମାଙ୍କର ଯଦି ସେମାନେ ଉଚିତ ସେବା ଆଉ ଦାୟିତ୍ୱ ନ ନିଅନ୍ତି ତାହେଲେ ସେମାନଙ୍କୁ ବେଦଖଲ କରାଯାଇ ପାରିବ ଘରୁ। ମାନ୍ୟବର ହାଇକୋର୍ଟ ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ କୁ କଲେକ୍ଟରଙ୍କୁ ଏବଂ ଏସପି କି ଆଉ ଏବଂ ଥାନା ପୋଲିସ ପ୍ରଶାସନକୁ ଯେ ଯଦି ସେମାନେ ଅଭିଯୋଗ କରନ୍ତି ତାହେଲେ ସେମାନଙ୍କୁ ବେଦଖଲ ପୁଅ ବୋହୂଙ୍କୁ ସେଥିରୁ ବାହାର କରାଯାଇ ପାରିବ ଘରୁ।